ଆଜିର ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। 4 ଦିନ ପ୍ରବଳ ବର୍ଷିବ ବର୍ଷା। ରାଜ୍ୟରେ ଆଜିଠାରୁ 18 ତାରିଖ ପର୍ଯ୍ୟନ୍ତ ଯାଏ ପ୍ରବଳ ବର୍ଷା ବର୍ଷିବ। ଆଜିଠାରୁ ଗଜପତି, ରାୟଗଡ଼ା, କଳାହାଣ୍ଡି, କୋରାପୁଟ, ବିଜୁଳି ଘଡ଼ଘଡ଼ି ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ଅବଶିଷ୍ଟ ଓଡ଼ିଶା ମଧ୍ୟରେ ବର୍ଷା ସମ୍ଭାବନା ରହିଛି। ତେଣୁ ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ 16 ତାରିଖଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ବୋଲି ସୂଚନା ଦେଇଛନ୍ତି। ସୁନ୍ଦରଗଡ଼, କେନ୍ଦୁଝର ପ୍ରବଳ ଅତି ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯିବା ସହ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଗଜପତି, ରାୟଗଡ଼ା, କୋରାପୁଟ ଜିଲ୍ଲାରେ ଅନେକ ସ୍ଥାନରେ ଭୀଷଣ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାଛଡ଼ା ସାରା ଓଡ଼ିଶାରେ ବର୍ଷା ହେବ। 17 ତାରିଖ ଦିନ ବି ରାଜ୍ୟରେ ବିଭିନ୍ନ ସ୍ଥାନରେ ଭୀଷଣ ବର୍ଷା ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। 18 ତାରିଖରେ ରାଜ୍ୟର ବର୍ଷା ସମ୍ଭାବନା ରହିଛି। ଖୁବ୍ ଶୀଘ୍ର ରାଜ୍ୟରେ ଦକ୍ଷିଣ ଓ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବାକୁ ଯାଉଥିବା ବେଳେ ରାଜ୍ୟରେ ବର୍ଷାକୁ ନେଇ ସତର୍କତା ରହିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଉଛି। ତେବେ 2 ଦିନ ଭିତରେ ଗୁଜରାଟ ଓ ବିଦର୍ଭ, ଛତିଶଗଡ଼ ଏବଂ ଓଡ଼ିଶା କିଛି କିଛି ସ୍ଥାନରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବାକୁ ପାଗ ଅନୁକୂଳ ହେଉଛି। ଏହାପରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ମଧ୍ୟପ୍ରଦେଶ ଏବଂ ମୌସୁମୀ ସକ୍ରିୟ ହେବାକୁ ପାଗ ଶୁଖାଇବାରୁ ଫଳରେ ରାଜ୍ୟରେ ବର୍ଷା ଜାରି ରହିବା ସହ ପାଗ କୋହଲା ଏବଂ ଥଣ୍ଡା ରହିବ ବୋଲି ସୂଚନା ଦେଇଛନ୍ତି।